ସକାଳ ଆମର ଶୋଇଛେ ସମସ୍ତେ 5ଟା କେତେ ସେ ମୋର ତା ସାଙ୍ଗ ମୋ ବଡ଼ ଝିଅର ସାଙ୍ଗ ତା କ୍ଲାସମେଟ୍ ଗୋଟେ ଫୋନ୍ କଲା ସେଟା ଫୋନ୍ ଫାନ୍ କରନ୍ତି କଥାବାର୍ତ୍ତା ହୁଅନ୍ତି ମାନେ ଏଇ ବର୍ଷ ବି ଯାଆନ୍ତି ପାଣି ଢାଳିବାକୁ ମୋ ଶିକରପୁର ମନ୍ଦିରକୁ ଯେହେତୁ ଡାକିଲା ସେଇ ବି ଆଇଲା ମୋ ସାନ ଝିଅ ବି ଆଇଲା ସେଥିରେ ଫେରେ ସେ ସାନ ଝିଅଟା ଉଠୁଥିଲାନି ତା ବଡ଼ ଭଉଣୀ ଡାକିଲା ତ ଯିବୁ ନା ଯିବୁନି ପୁଣି ସେ ନ ଯିବ ନାହିଁ ତୁ ଚାଲିଲା ତାରେ ପାଖରେ ଗାଡ଼ି ବୁଝାଇକି ପଳେଇବୁ ସେ ତାର ଉଠିଲା ପାଖ ଧୁଆ ଧୁଇ ହେଇକି ପଳେଇବୁ ବେଶୀ ମଝି ମଝିକି ଯିବନି ତ ଆସିଛି ତାପରେ ତ ମୋର ତ ଶୋଇଥିଲି ମୁଁ ବି ଜାଣିନାହିଁ ମୋ ମିସେସ୍ ତାର ଘର କାମ କରୁଛନ୍ତି ତାପରେ ତ ଏଇ ଘଟଣା ସବୁ ଆହୁରି ଆସିଥିଲେ ପରା ପିଲା ମୁଁ ତ ଶୁଣୁଛି କାହା ମୁହଁରୁ କିଛି ଶୁଣିବ କହୁନାହାନ୍ତି ମୁଁ ତ ନିଜେ ଦେଖି ନାହିଁ ଥିଲି ନାହିଁ ପିଲା ଆଇଥିଲେ ଆହୁରି ଦିଟା ଛୁଆ ପରା ଏମିତି ମାନେ ବୁଡ଼ି ଯାଉଥିଲା ସେମାନେ ଆସିଥିଲେ କ'ଣ ଏଇ ପାଣି ଢାଳିବା ପାଇଁ ପିଲାମାନେ ଆସିଲେ ଏଇଠୁ ପାଣି ନେଇଯିବେ ନୁଟା କି ଠେକି କିଣିକି ଆମ ଶିକରପୁର ମନ୍ଦିରରେ ପାଣି ଢାଳିବା ପାଇଁ ମହାଦେବ ମନ୍ଦିର ଯେହେତୁ ଏଠି ଗୋଟେ ଘାଟ ନାହିଁ ଆପଣ ମାନେ ସିଧା ଗାଡ଼ିଆନ ଟିକେ ରହିବା ଦରକାର ଥିଲା ଆଉ କାଲି ଏଠି ସବୁ ଢାଳୁଥିଲେ ପାଣି ଫାଣି ନେଇକି ଯାଉଥିଲେ ଘାଟ କରିଛନ୍ତି ଆଉ ଆସିଛନ୍ତି ଆଉ ବର୍ଷ ଆସନ୍ତି ଛୁଆମାନେ ଜାଣନ୍ତି ସବୁ ଠିକ୍